ଜଗନ୍ନାଥ। ହେ ସୃଷ୍ଟିର ସଂହାରକ ସଦାଶିବ ନୀଳକଣ୍ଠ ପ୍ରଭୁ ଭୋଳାନାଥ ଏବଂ ଆମର ପରମ ଆରାଧ୍ୟ କରୁଣାସାଗର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପାବନ ଚରଣାରବିନ୍ଦରେ ସଶ୍ରଦ୍ଧ ସାଷ୍ଟାଙ୍ଗ ପ୍ରଣାମ। ମୁଁ ବନମାଳୀ ଆଜିର ଏହି ବିଶେଷ ଆଧ୍ୟାତ୍ମିକ ଶାସ୍ତ୍ରୀୟ ଓ ଗ୍ରହ ନକ୍ଷତ୍ର ଗଣନା କାର୍ଯ୍ୟକ୍ରମକୁ ଆପଣ ସମସ୍ତ ଶ୍ରଦ୍ଧାଳୁ ଗାଁ ଗହଳିର ଭାଇ ଭଉଣୀ ଚାଷୀ ଭାଇ ବ୍ୟବସାୟୀ ଓ ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ ଆନ୍ତରିକ ସ୍ୱାଗତ ଓ ସାଦର ଆଶୀର୍ବାଦ ଜଣାଉଛି। ଆଜି 3 ଅଗଷ୍ଟ 2026 ପବିତ୍ର ସୋମବାର। ସନାତନ ଜ୍ୟୋତିଷ ଶାସ୍ତ୍ର ମତେ ସୋମବାର ହେଉଛି ମନସ୍କାରକ, ଶାନ୍ତି, ସମୃଦ୍ଧି, ଶୀତଳତା ଓ ଭାବନାତ୍ମକ ସ୍ଥିରତାର ପ୍ରତୀକ ଚନ୍ଦ୍ରଦେବ ଏବଂ ଦେବାଦିଦେବ ମହାଦେବ ଭୋଳାନାଥଙ୍କର ଅତି ପାବନ ଦିନ ଅଟେ। ଆଜି ଗୋଚର ମଣ୍ଡଳରେ ଚନ୍ଦ୍ରଦେବଙ୍କ ସ୍ୱସ୍ଥାନୀୟ ପ୍ରଭାବ ସହ ଶିବ ଯୋଗ, ସୌମ୍ୟ ଯୋଗ ଏବଂ ସବାର୍ଥ ସିଦ୍ଧି ଯୋଗର ମହା ମୁହୂର୍ତ୍ତ ରଚନା ହୋଇଛି। ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ 12ଟି ରାଶିର ଅତି ବିସ୍ତୃତ ଗ୍ରାମୀଣ, ପ୍ରାମାଣିକ ଓ ମାନସିକ ସ୍ତରର ସୁବୋଧ ବିଶ୍ଳେଷଣ। ତା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ କରି ଆସିଛନ୍ତି ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ଦିନର ରାଶିଫଳ ଆପଣଙ୍କ ନିକଟରେ ସର୍ବପ୍ରଥମେ ପହଞ୍ଚି ପାରିବ। ତେବେ ଆସନ୍ତୁ ଦେଖିବା ଆଜିର ପଞ୍ଚାଙ୍ଗ କ'ଣ ରହିଛି। ଆଜିର ତାରିଖ 3 ଅଗଷ୍ଟ 2026 ସୋମବାର, ସୌର ମାସ କର୍କଟ 18 ଦିନ, ଚାନ୍ଦ୍ରମାସ ଶ୍ରାବଣ 17 ଦିନ। ଆଜିର ବିଶେଷ ପର୍ବ ଏବଂ ଦିନ ରହିଛି ଶ୍ରାବଣ ମାସର ପ୍ରଥମ ସୋମବାର ଓ ମନସା ପଞ୍ଚମୀ। ଆଜିର ସୂର୍ଯ୍ୟୋଦୟ ପ୍ରାତଃ 5ଟା24 ଏବଂ ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା20। ଆଜି ପଞ୍ଚମୀ ତିଥି ରାତ୍ରି 10ଟା44 ପର୍ଯ୍ୟନ୍ତ ଏବଂ ଉତ୍ତର ଭାଦ୍ର ନକ୍ଷତ୍ର ରାତ୍ରି 10ଟା ପର୍ଯ୍ୟନ୍ତ। ଆଜିର ମୀନଚନ୍ଦ୍ର ରହିଛନ୍ତି ଅହରାତ୍ରି। ଆଜି ସୁକର୍ମା ଯୋଗ ରାତ୍ରି 9ଟା13 ପର୍ଯ୍ୟନ୍ତ। ଆଜିର ବିଶେଷ ନିଷେଧ ରହିଛି ରଜ ଶୁକ୍ଳେ ସର୍ବମୁଖୀ ରାତ୍ର 10ଟା ଗତେ କାମାତୁରା। ଆଜି ପଞ୍ଚମୀର ଏକଦିଷ୍ଠ ଓ ପ୍ରାବଣ ଶ୍ରାଦ୍ଧ ବେଲ ଖାଇବା ମନା। ଆଜିର ଯାତ୍ରା ଅଦ୍ୟ ମିଥୁନ ରାଶିର ଘାତବାର ଯୋଗିନୀ ଦକ୍ଷିଣେ ରାତ୍ର 10ଟା44 ଗତେ ପଶ୍ଚିମେ ଯାତ୍ରା ଶୁଭ, ଦକ୍ଷିଣେ ଆଗ୍ନେ ପୂର୍ବେ ଯାତ୍ରା ନିଷେଧ। ଆଜିର ଅମୃତ ବେଳା ରହିଛି ଦିବା 7ଟା9 ମଧ୍ୟେ ଏବଂ ଦିବା 10ଟା35 ଗତେ, ଦିବା 1:08 ମଧ୍ୟେ ଏବଂ ଦିବା 3ଟା47 ମଧ୍ୟେ, ସନ୍ଧ୍ୟା 5ଟା25 ମଧ୍ୟେ ଏବଂ ରାତ୍ରି 9ଟା15 ଗତେ ରାତ୍ରି 10ଟା ମଧ୍ୟେ। ତେବେ ଆଜିର ମାହେନ୍ଦ୍ର ବେଳା ରାତ୍ରି 7ଟା47 ଗତେ ରାତ୍ରି 9ଟା15 ମଧ୍ୟେ। ତେବେ ଆଜିର ବାରବେଳା ରହିଛି ଦିବା 3ଟା4 ଗତେ, ଦିବା 4ଟା40 ମଧ୍ୟେ। ତେବେ ଆଜିର କାଳବେଳା ଦିବା 7ଟା31 ଗତେ, ଦିବା 9ଟା39 ମଧ୍ୟେ। ତେବେ ଆଜିର କାଳରାତ୍ରି ରହିଛି ରାତ୍ରି 10ଟା28 ଗତେ ରାତ୍ରି 11ଟା42 ମଧ୍ୟେ। ତେବେ ଆଜିର ରାହୁକାଳ ରହିଛି ଦିବା 7ଟା31 ରୁ ଦିବା 9ଟା39 ମଧ୍ୟେ। ତେବେ ଆସନ୍ତୁ ଅତି ସଂକ୍ଷେପରେ ଦେଖିବା ରାଶିଫଳର ଫଳାଫଳ। ତେବେ ମେଷ ପାଇଁ ରହିଛି ଅଶୁଭ ଖବର, ବୃଷ ପାଇଁ ରହିଛି ନୂତନ ବ୍ୟବସାୟ, ମିଥୁନ ପାଇଁ କର୍ମେ ଆନନ୍ଦ, କର୍କଟ ପାଇଁ ଅନୁତାପ, ସିଂହ ପାଇଁ ଦୁର୍ଘଟଣା ଭୟ, କନ୍ୟା ପାଇଁ ପ୍ରୀତିଲାଭ, ତୁଳା ପାଇଁ ଦ୍ରବ୍ୟଲାଭ, ବିଛା ପାଇଁ ପ୍ରେମରେ ବିଫଳ, ଧନୁ ପାଇଁ ପିତୃ ସମ୍ପର୍କରେ ସୁଖ, ମକର ପାଇଁ ଲାଭର ଦିନ, କୁମ୍ଭ ପାଇଁ ବ୍ୟୟ ବୃଦ୍ଧି, ମୀନ ପାଇଁ ପାରିବାରିକ ସୁଖ। ତେବେ ଆସନ୍ତୁ ଆଜି ଆମେ 12ଟି ରାଶିର ସମ୍ପୂର୍ଣ୍ଣ ରାଶିଫଳ ଜାଣିବା। ପ୍ରଥମେ ରହିଛନ୍ତି ମେଷ ରାଶି। ମେଷ ରାଶିର ଜାତକଧାରୀଙ୍କ ପାଇଁ ଆଜି ଅଗଷ୍ଟ 3 ସୋମବାର ଦିନଟି ପ୍ରଭୁ ଭୋଳାନାଥଙ୍କ ଅଶେଷ କୃପାରୁ ଅପୂର୍ବ ଆତ୍ମବିଶ୍ୱାସ, ସୁଖ ଶାନ୍ତି ଓ ନୂତନ ସୁଯୋଗର ଶୁଭ ସନ୍ଦେଶ ନେଇ ଆସିଛି। ଆପଣଙ୍କ ରାଶ୍ୟାଧିପତି ମଙ୍ଗଳଙ୍କ ସହ ଚନ୍ଦ୍ରଙ୍କ ସ୍ୱାଭାବିକ ଶୁଭ ସମ୍ପର୍କ ଯୋଗୁଁ ମାସ ଆରମ୍ଭର ଏହି ସୋମବାରଟି ଆପଣଙ୍କୁ ନୂତନ କର୍ମ ଉତ୍ସାହ ଯୋଗାଇବ। କାର୍ଯ୍ୟକ୍ଷେତ୍ରରେ ଚାକିରିଆମାନେ ନିଜର ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠା ଓ ସଜାଗର ସହ ତୁଲାଇ ବରିଷ୍ଠ ଅଧିକାରୀଙ୍କ ସ୍ନେହ ଆଦର ଓ ଆସ୍ଥାଭାଜନ ହେବେ। ସରକାରୀ ସ୍ତରରେ ବାକି ଥିବା ଫାଇଲ, କୋର୍ଟ କଚେରୀ କିମ୍ବା ପଞ୍ଚାୟତ ମାମଲାର କାର୍ଯ୍ୟ ଆଜି ସୁବିଧାରେ ଆଗେଇବ। ଶ୍ରମଜୀବୀ, ଦିନ ମଜୁରିଆ ଓ ମାଟିପାଣି ସହ ଯୋଡ଼ି ହୋଇ କାମ କରୁଥିବା ଭାଇମାନଙ୍କର ଆଜି ନୂତନ ମଞ୍ଜୁରୀ, ବ୍ୟକ୍ତିଗତ ପରାକ୍ରମ ଓ ଦୈନିକ ଆୟରେ ଉନ୍ନତି ଆସିବ। ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନଟି ଖୁବ୍ ଫଳଦାୟକ। ବିଶେଷ କରି ଜଳସେଚନ, ସାର, କୀଟନାଶକ, ରାସନ, କପଡ଼ା, ଇଟା, ସିମେଣ୍ଟ, ହାର୍ଡୱେର, ବାହନ ଓ ନିର୍ମାଣ ସାମଗ୍ରୀ କାରବାର କରୁଥିବା ବ୍ୟକ୍ତିମାନେ ଆଜି ପ୍ରଚୁର ନଗଦ ଅର୍ଥ ଲାଭ କରିବେ। କୃଷକ ଭାଇମାନେ ବିଲବାଡ଼ି କାମ, ଫସଲ ସୁରକ୍ଷା ଓ ଉତ୍ପାଦନ କାର୍ଯ୍ୟରେ ଭଲ ସଫଳତା ପାଇବେ। ବିଦ୍ୟାର୍ଥୀମାନେ ନିଜର ଚାପ ଦୂର କରି ଏକାଗ୍ରତାର ସହ ପାଠ ପଢ଼ିବେ। ଗୃହିଣୀମାନେ ପାରିବାରିକ ଆନନ୍ଦ, ଘର କନା ସଜାଡ଼ିବା, ସନ୍ତାନଙ୍କ ଆବଶ୍ୟକତା ପୂରଣ ଓ ପୂଜାପାଠରେ ମନ ନିବେଶ କରିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଶୁଭ ରଙ୍ଗ ରହିଛି ଧଳା, ଲାଲ ଓ ଗୋଲାପୀ। ଶୁଭ ସଂଖ୍ୟା ରହିଛି 9 ଏବଂ ଶୁଭ ସମୟ ରହିଛି ସକାଳ 8ଟା30 ରୁ 10ଟା ପର୍ଯ୍ୟନ୍ତ।
ତେବେ ଆଜିର ପ୍ରତିକାର ରହିଛି ସକାଳେ ସ୍ନାନ ସାରି ଏକ ସ୍ୱଚ୍ଛ ତମ୍ଭା କିମ୍ବା ପିତ୍ତଳ ପାତ୍ରରେ ଶୁଦ୍ଧ ଜଳ, ଟିକିଏ କଞ୍ଚା କ୍ଷୀର, ଅରୁଆ ଚାଉଳ ଓ 3ଟି ଅଖଣ୍ଡିତ ବେଲପତ୍ର ରଖି ଶିବଲିଙ୍ଗରେ ଓମ୍ ନମଃ ଶିବାୟ କିମ୍ବା ଓମ୍ ସୋମେଶ୍ୱରାୟ ନମଃ ମନ୍ତ୍ର 108 ଥର ଜପ କରି ଅଭିଷେକ କରନ୍ତୁ। ଏହାପରେ ମହାଦେବଙ୍କୁ ଗୁଆଘିଅ ଦୀପ ଓ ଧଳା ମନ୍ଦାର ବା କର୍ଣ୍ଣିଅର ଫୁଲ ଅର୍ପଣ କରନ୍ତୁ। ଗୋମାତାଙ୍କୁ ଅଟା, ଗୁଡ଼ ଓ କିଛି ଭିଜା ଚଣା ଖାଇବାକୁ ଦିଅନ୍ତୁ ଏବଂ କୌଣସି ଗରିବ କିମ୍ବା ଅସହାୟ ବ୍ୟକ୍ତିଙ୍କୁ କ୍ଷୀର ବା ଚାଉଳ ଦାନ କରନ୍ତୁ। ପରବର୍ତ୍ତୀ ରାଶି ରହିଛନ୍ତି ବୃଷ ରାଶି। ବୃଷ ରାଶିର ଜାତକଧାରୀଙ୍କ ପାଇଁ ଆଜି ସୋମବାର ଦିନଟି ଗୃହ ସୁଖ, ଧନ ଅଭିବୃଦ୍ଧି, ବାଣିଜ୍ୟ ସଫଳତା ଏବଂ ମାନସିକ ସନ୍ତୋଷର ଶ୍ରେଷ୍ଠ ସଂକେତ ଦେଇଛି। ରାଶି ସ୍ୱାମୀ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ମିତ୍ର ସମ୍ପର୍କ ଯୋଗୁଁ ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ଆକର୍ଷଣ ଓ ଆତ୍ମୀୟତା ରହିବ, ଯାହାଦ୍ୱାରା ବନ୍ଧୁ ପରିବାର କିମ୍ବା ପଡ଼ୋଶୀଙ୍କ ସହ ଦୀର୍ଘ ଦିନରୁ ଚାଲିଥିବା ମନୋମାଳିନ୍ୟ ଓ ମତଭେଦ ସମ୍ପୂର୍ଣ୍ଣ ସମାପ୍ତ ହେବ। ସରକାରୀ ଓ ବେସରକାରୀ ଚାକିରିଆମାନଙ୍କୁ ଆଜି କର୍ମକ୍ଷେତ୍ରରେ କୌଣସି ପୁରସ୍କାର, ଉଚ୍ଚ ପଦୋନ୍ନତି କିମ୍ବା ବରିଷ୍ଠଙ୍କ ଠାରୁ ବିଶେଷ ସ୍ୱୀକୃତି, ଶୁଭ ଖବର ମିଳିପାରେ। ବ୍ୟବସାୟୀମାନଙ୍କର ଆଜିର ଦିନଟି ଅତି ମାତ୍ରାରେ ଲାଭପ୍ରଦ ହେବ। ବିଶେଷ କରି ଦୁଗ୍ଧ, ଫାର୍ମାସ୍ୟୁଟିକାଲ୍ସ, ହୋଟେଲ, ଗୃହସଜ୍ଜା, ଯାନବାହନ କ୍ରୟ ବିକ୍ରୟ, ଆସବାବପତ୍ର, ହାଟ ବଜାର ସାମଗ୍ରୀ, ସୁନା ରୂପା, ପ୍ରସାଧନ ଓ ରୋଷେଇ ସାମଗ୍ରୀ କାରବାର କରୁଥିବା ବ୍ୟକ୍ତିମାନେ ନୂଆ ଗ୍ରାହକଙ୍କ ଆଗମନରୁ ବାକି ପଡ଼ିଥିବା ଧନ ପାଇବେ। ଚାଷୀ ଭାଇମାନଙ୍କର ଉତ୍ପାଦିତ ଧାନ, ପରିବା, ଫସଲ ଓ କୃଷିଜାତ ଦ୍ରବ୍ୟର ସଠିକ୍ ମୂଲ୍ୟ ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଦୃଢ଼ ମନୋଯୋଗ ଦେବେ। ଗୃହିଣୀମାନେ ଘରେ ଶାନ୍ତି ଓ ସୁଖମୟ ପରିବେଶ ରଖିବେ। ନୂତନ ଜମି ବା ସମ୍ପତ୍ତି କ୍ରୟ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ଅଟେ। ଶୁଭ ରଙ୍ଗ ରହିଛି ଧଳା, କ୍ରିମ୍ ଓ ଆକାଶୀ। ଶୁଭ ସଂଖ୍ୟା 6 ଏବଂ ଶୁଭ ସମୟ ରହିଛି ସକାଳ 10ଟାରୁ 11:30 ପର୍ଯ୍ୟନ୍ତ। ତେବେ ଆଜିର ଶାସ୍ତ୍ରୀୟ ପ୍ରତିକାର ରହିଛି ସକାଳେ ସ୍ନାନ ନିତ୍ୟକର୍ମ ସାରି ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗରେ କଞ୍ଚା କ୍ଷୀର, ଧଳା ଚନ୍ଦନ, ଗଙ୍ଗାଜଳ ଓ ସମୀପତ୍ର ବା ବେଲପତ୍ର ଚଢ଼ାନ୍ତୁ। ଓମ୍ ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନମ୍ ମହାମୃତ୍ୟୁଞ୍ଜୟ ମନ୍ତ୍ର 21 ଥର ଜପ କରନ୍ତୁ। ଦେବୀ ଦୁର୍ଗା କିମ୍ବା ମାତା ପାର୍ବତୀଙ୍କୁ ମିଶ୍ରି ବା କ୍ଷୀରି ଭୋଗ ଲଗାନ୍ତୁ। କୌଣସି ଗରିବ ବ୍ୟକ୍ତି ବା କନ୍ୟାକୁ ଚାଉଳ, କ୍ଷୀର କିମ୍ବା ମିଶ୍ରି, ଧଳା ବସ୍ତ୍ର ଦାନ କରନ୍ତୁ। ପରବର୍ତ୍ତୀ ରାଶି ରହିଛନ୍ତି ମିଥୁନ ରାଶି। ମିଥୁନ ରାଶିର ଜାତକଧାରୀଙ୍କ ପାଇଁ ଆଜି ସୋମବାର ଦିନଟି ନିଜର ଚତୁରତା, ବୁଦ୍ଧିମତ୍ତା, କଳାତ୍ମକ ଦକ୍ଷତା ଓ ନୂତନ କର୍ମ ଯୋଜନା ଯୋଗୁଁ ବିଶେଷ ସଫଳତା ନେଇ ଆସିଛି। ଆପଣଙ୍କ ରାଶି ସ୍ୱାମୀ ବୁଧଙ୍କ ସହ ଚନ୍ଦ୍ରଙ୍କ ସୁପ୍ରଭାବ ଯୋଗୁଁ ଆଜି ଆପଣଙ୍କ ମନରୁ ଦ୍ୱନ୍ଦ୍ୱ, ଭୟ, ମାନସିକ ଅଶାନ୍ତି ଓ ନକାରାତ୍ମକ ଚିନ୍ତା ସମ୍ପୂର୍ଣ୍ଣ ଦୂର ହେବ। ଚାକିରିଆମାନେ କର୍ମକ୍ଷେତ୍ରରେ କୌଣସି ଜଟିଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନିଜର ଦୂରଦୃଷ୍ଟି ବଳରେ ସହଜରେ ସମ୍ପୂର୍ଣ୍ଣ କରି ଅଫିସରେ ବସ୍ଙ୍କଠାରୁ ଅତ୍ୟନ୍ତ ପ୍ରଶଂସିତ ହେବେ। ବ୍ୟବସାୟୀମାନଙ୍କର ଆଜି ଚତୁର୍ଦିଗରୁ ଆୟ ବୃଦ୍ଧି ପାଇବ। ବିଶେଷ କରି ମିଡ଼ିଆ, ପ୍ରଶାସନ, ଟେଲିକମ୍, IT, ଶିକ୍ଷାନୁଷ୍ଠାନ, କଣ୍ଟ୍ରାକ୍ଟ, ସାର, କୀଟନାଶକ, ସୂଚନା ସେବା, ଲେଖନ ସାମଗ୍ରୀ ଓ ଏଜେନ୍ସି ବ୍ୟବସାୟୀମାନେ ବଡ଼ ଧରଣର ନୂତନ ଚୁକ୍ତି କିମ୍ବା ସୁଯୋଗ ପାଇବେ। ଚାଷୀ ଭାଇମାନଙ୍କର କଠିନ ଶ୍ରମ ଅନୁସାରେ ଉତ୍ତମ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ସାକ୍ଷାତକାର ପ୍ରତିଯୋଗିତା ଓ ପାଠପଢ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରିବେ। ଗୃହିଣୀମାନେ ଗୃହରେ ସୌନ୍ଦର୍ଯ୍ୟ ଓ ହସ ଖୁସିର ବାତାବରଣ ବଜାୟ ରଖିବେ। ଶୁଭ ରଙ୍ଗ ରହିଛି ସବୁଜ, ଧଳା ଓ ହାଲୁକା ହଳଦିଆ। ଶୁଭ ସଂଖ୍ୟା ରହିଛି 5 ଏବଂ ଶୁଭ ସମୟ ରହିଛି ସକାଳ 7ଟାରୁ 8:30 ପର୍ଯ୍ୟନ୍ତ। ତେବେ ଆଜିର ଶାସ୍ତ୍ରୀୟ ବିଶେଷ ପ୍ରତିକାର ରହିଛି ସକାଳେ ସ୍ନାନ ନିତ୍ୟକର୍ମ ସାରି ଶିବଲିଙ୍ଗରେ ଶୁଦ୍ଧ ଜଳ, ଟିକିଏ କଞ୍ଚା କ୍ଷୀର, ସବୁଜ ମୁଗ ଓ 21ଟି ଦୁର୍ବ ଅର୍ପଣ କରନ୍ତୁ। ଓମ୍ ସୋମାୟ ନମଃ କିମ୍ବା ଓମ୍ ଐଂ ଶ୍ରୀଂ ଶିବାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରଭୁ ଗଣେଶଙ୍କ ସମ୍ମୁଖରେ ଦୀପ ଜାଳି ଗୁଡ଼ ଭୋଗ ଲଗାନ୍ତୁ। କୌଣସି ଅଭାବୀ ଶିଶୁ କିମ୍ବା ଗରିବ ବ୍ୟକ୍ତିଙ୍କୁ ସବୁଜ ଫଳ, ମିଠା, ଖାତା କଲମ କିମ୍ବା ସବୁଜ ମୁଗ ଦାନ କରନ୍ତୁ। ରୋଗ ବ୍ୟାଧି ଦୂର ହେବ। ପରବର୍ତ୍ତୀ ରାଶି ରହିଛନ୍ତି କର୍କଟ ରାଶି। କର୍କଟ ରାଶିର ଶ୍ରଦ୍ଧାଳୁ ସମ୍ବେଦନଶୀଳ ଜାତକଧାରୀଙ୍କ ପାଇଁ ଆଜି ଆପଣଙ୍କ ନିଜ ରାଶି ସ୍ୱାମୀ ଚନ୍ଦ୍ରଦେବଙ୍କ ନିଜସ୍ୱ ପବିତ୍ର ଦିନ ଅଟେ। ଆଜି ଆପଣଙ୍କୁ ଆତ୍ମବଳ, ଧନଲାଭ, ପାରିବାରିକ ସୁଖ, ସମ୍ପତ୍ତି ବୃଦ୍ଧି ଓ ମାନସିକ ସନ୍ତୁଷ୍ଟିର ମହା ସୁଯୋଗ ମିଳିବ। ଚାକିରି କରୁଥିବା ବ୍ୟକ୍ତିମାନେ ସହକର୍ମୀ ଓ ବରିଷ୍ଠଙ୍କ ଠାରୁ ପୂର୍ଣ୍ଣ ଆଦର ଓ ସହଯୋଗ ପାଇବେ। ଦୀର୍ଘ ଦିନରୁ ବ୍ଲକ, ତହସିଲ, ପଞ୍ଚାୟତ, ଜମିପଟ୍ଟା କିମ୍ବା ପ୍ରଶାସନିକ କାର୍ଯ୍ୟରେ ଚାଲିଥିବା ଅନାବଶ୍ୟକ ବାଧାବିଘ୍ନ ଆଜି ସମ୍ପୂର୍ଣ୍ଣ ଦୂର ହେବ। ବ୍ୟବସାୟୀମାନେ ବିଶେଷ କରି ଜଳଜାତ ଦ୍ରବ୍ୟ, ଦୁଗ୍ଧ, ଫାର୍ମାସ୍ୟୁଟିକାଲ୍ସ, ହୋଟେଲ, ରେଷ୍ଟୁରାଣ୍ଟ, ଗ୍ରୋସରୀ, ରାସନ
ପ୍ରସାଧନ ଓ ରୋଷେଇ ସାମଗ୍ରୀ ବ୍ୟବସାୟୀମାନେ ନୂତନ ଗ୍ରାହକଙ୍କ ଆଗମନ ଯୋଗୁଁ ଆଶାତୀତ ମୁନାଫା ପାଇବେ। ଚାଷୀ ଭାଇମାନଙ୍କର ପାଇଁ ଜଳସେଚନ, ଚାଷ କାର୍ଯ୍ୟ ଓ ଫସଲ ଉତ୍ପାଦନ ଅତ୍ୟନ୍ତ ଶୁଭ ହେବ। ବିଦ୍ୟାର୍ଥୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିବେ। ଆର୍ଥିକ ଦୃଷ୍ଟିକୋଣରୁ ଅପ୍ରତ୍ୟାଶିତ ଭାବେ ବାକି ପଡ଼ିଥିବା ଉଧାର ଧନ ଫେରସ୍ତ ମିଳିପାରେ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ଶୁଭ ରଙ୍ଗ ରହିଛି ଧଳା, ସିଲଭର, ରୁପେଲି ଓ ଗୋଲାପୀ। ଶୁଭ ସଂଖ୍ୟା 2 ଏବଂ ଶୁଭ ସମୟ ରହିଛି ଅପରାହ୍ନ 2ଟାରୁ 3ଟା 30 ପର୍ଯ୍ୟନ୍ତ। ତେବେ ଆଜିର ଶାସ୍ତ୍ରୀୟ ପ୍ରତିକାର ରହିଛି ସକାଳେ ସ୍ନାନ ସାରି ଧଳା ବସ୍ତ୍ର ପରିଧାନ କରି ଶିବଲିଙ୍ଗରେ କ୍ଷୀର, ଗଙ୍ଗା ଜଳ ମିଶ୍ରି ଧଳା ଚନ୍ଦନ, ଅରୁଆ ଚାଉଳ ଓ ଧଳା ଫୁଲ ଅର୍ପଣ କରନ୍ତୁ। ଓಂ ନମଃ ଶିବାୟ ମନ୍ତ୍ର 108 ଥର ଜପ କରନ୍ତୁ। ଏହି ଦିନ ଶିବ ଚାଳିଶା ପାଠ କରିବା ଅତ୍ୟନ୍ତ ଫଳଦାୟକ ଅଟେ। ଗୋମାତାଙ୍କୁ ଭିଜା ଚାଉଳ, ଅଟା ଓ ଗୁଡ଼ ମିଶ୍ରିତ ରୁଟି ଖାଇବାକୁ ଦିଅନ୍ତୁ। କୌଣସି ଗରିବ କିମ୍ବା ବ୍ରାହ୍ମଣଙ୍କୁ କ୍ଷୀର, ଚାଉଳ ବା ରୂପାର କୌଣସି ବସ୍ତୁ ଦାନ କରନ୍ତୁ। ପରବର୍ତ୍ତୀ ରାଶି ରହିଛନ୍ତି ସିଂହ ରାଶି। ସିଂହ ରାଶିର ସ୍ୱାଭିମାନୀ ତେଜଶ୍ରୀ ଜାତକଧାରୀଙ୍କ ପାଇଁ ଆଜି ସୋମବାର ଦିନଟି ମାନ ସମ୍ମାନ, ପ୍ରଭାବ, ରାଜନୈତିକ ସଫଳତା ଓ ସାମାଜିକ ପ୍ରତିଷ୍ଠାର ଦିନ ଅଟେ। ସୂର୍ଯ୍ୟଦେବଙ୍କ ସହ ମହାଦେବଙ୍କ ଶୁଭ ସମ୍ପର୍କ ଯୋଗୁଁ ଆଜି ଆପଣଙ୍କର ପ୍ରଶାସନିକ ଦକ୍ଷତା, ନେତୃତ୍ୱ ଗୁଣ ଓ ନିଷ୍ପତ୍ତି ନେବାର କ୍ଷମତା ଯୋଗୁଁ ଅଟକି ରହିଥିବା ଜଟିଳ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ ହେବ। ସରକାରୀ, ରାଜନୈତିକ କିମ୍ବା ଉଚ୍ଚସ୍ତରୀୟ ସୂତ୍ରରୁ ଅଟକି ରହିଥିବା ଅର୍ଥ, ଫସଲ ବୀମା, ଦଲିଲ କିମ୍ବା କାର୍ଯ୍ୟ ସ୍ୱୀକୃତି ମିଳିବାର ପୂର୍ଣ୍ଣ ସମ୍ଭାବନା ରହିଛି। ଚାକିରିଆମାନେ କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟୀମାନଙ୍କର ବେପାରରେ ଚତୁର୍ଦିଗରୁ ପ୍ରଗତି ହେବ। ବିଶେଷ କରି ସରକାରୀ, ଠିକାଦାରୀ, ରିଅଲ ଇଷ୍ଟେଟ୍, ସ୍ୱର୍ଣ୍ଣ, ଗାଡ଼ି ମୋଟର, ଶକ୍ତି ନିର୍ମାଣ ସାମଗ୍ରୀ, ନେସନାରୀ, ତେଲ ଓ କୃଷି ସାମଗ୍ରୀ ବ୍ୟବସାୟୀମାନେ ବିପୁଳ ଫାଇଦା ପାଇବେ। ଚାଷୀ ଭାଇମାନଙ୍କର କଠିନ ଶ୍ରମ ସାର୍ଥକ ହେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଚମତ୍କାର ସଫଳତା ପାଇବେ। ପାରିବାରିକ ପରିବେଶ ଆନନ୍ଦମୟ ରହିବ। ଗୃହିଣୀମାନେ ସନ୍ତାନଙ୍କ କୃତିତ୍ୱରେ ପ୍ରସନ୍ନ ହେବେ। ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ ରହିବ। ଶୁଭ ରଙ୍ଗ ରହିଛି ଗାଢ଼ କେଶରୀ, ଲାଲ ଓ ହଳଦିଆ। ଶୁଭ ସଂଖ୍ୟା 1 ଏବଂ ଶୁଭ ସମୟ ରହିଛି ସକାଳ 8ଟାରୁ 9ଟା 30 ପର୍ଯ୍ୟନ୍ତ। ତେବେ ଆଜିର ଶାସ୍ତ୍ରୀୟ ପ୍ରତିକାର ରହିଛି ସକାଳେ ସ୍ନାନ ସାରି ପ୍ରଥମେ ତମ୍ଭା ପାତ୍ରରେ ଜଳ, ସିନ୍ଦୁର, ଅକ୍ଷତ ଓ ଲାଲ ଫୁଲ ରଖି ସୂର୍ଯ୍ୟଦେବଙ୍କୁ ଓಂ ଆଦିତ୍ୟାୟ ନମଃ ମନ୍ତ୍ରରେ ଅର୍ଘ୍ୟ ଦିଅନ୍ତୁ। ପଶ୍ଚାତ ଶିବଲିଙ୍ଗରେ ଜଳ, କ୍ଷୀର, ଲାଲ ଚନ୍ଦନ ଓ 5ଟି ବେଲପତ୍ର ଅର୍ପଣ କରି ଓಂ ନମଃ ଶିବାୟ ଜପ କରନ୍ତୁ। କୌଣସି ଗରିବ ବ୍ୟକ୍ତିଙ୍କୁ ଗହମ, ଅଟା, ଗୁଡ଼ କିମ୍ବା ଲାଲ ଧଳା ବସ୍ତ୍ର ଦାନ କରନ୍ତୁ। ଆପଣଙ୍କ ସର୍ବତ୍ର ବିଜୟ ପ୍ରାପ୍ତ ହେବ। ପରବର୍ତ୍ତୀ ରାଶି ରହିଛନ୍ତି କନ୍ୟା ରାଶି। କନ୍ୟା ରାଶିର ବୃଦ୍ଧିମାନ କାର୍ଯ୍ୟଦକ୍ଷ ଜାତକଧାରୀଙ୍କ ପାଇଁ ଆଜି ଅଗଷ୍ଟ 3 ସୋମବାର ଦିନଟି ବିଶେଷ ବ୍ୟବସାୟିକ ଲାଭ, କର୍ମସିଦ୍ଧି, ପାରିବାରିକ ସ୍ଥିରତା ଓ ମାନସିକ ଶାନ୍ତିର ଶୁଭ ସନ୍ଦେଶ ନେଇଛି। ଆପଣଙ୍କ ରାଶି ସ୍ୱାମୀ ବୁଧଙ୍କ ଉପରେ ଚନ୍ଦ୍ରଙ୍କ ସୁପ୍ରଭାବ ଯୋଗୁଁ ଆଜି ଆପଣଙ୍କ ଚିନ୍ତାଶକ୍ତି ଓ ନିର୍ଣ୍ଣୟ ନେବାର କ୍ଷମତା ଅତି ସୂକ୍ଷ୍ମ ହେବ। କାର୍ଯ୍ୟକ୍ଷେତ୍ରରେ ଚାକିରିଆମାନେ ନିଜର ବୃଦ୍ଧି ଓ ନମ୍ର ବ୍ୟବହାର ଦ୍ୱାରା ବରିଷ୍ଠ ଅଧିକାରୀଙ୍କ ସ୍ନେହ ଆଦର ଲାଭ କରିବେ ଏବଂ ନୂଆ ଦାୟିତ୍ୱ ପାଇବେ। ବ୍ୟବସାୟୀମାନଙ୍କର ଆଜିର ଦିନଟି ଅତ୍ୟନ୍ତ ଫଳଦାୟକ ଅଟେ। ବିଶେଷ କରି ହିସାବପତ୍ର, ଷ୍ଟକ୍ ମାର୍କେଟ, ଲେଖନ, ଶିକ୍ଷା ସାମଗ୍ରୀ, ଆକାଉଣ୍ଟସ୍, ଟେକ୍ନୋଲୋଜି, କସ୍ମେଟିକ୍ସ, ପରିବା ବ୍ୟବସାୟ, କିରାନା ମାର୍କେଟ ଓ ବାଣିଜ୍ୟ ସମ୍ବନ୍ଧୀୟ ବ୍ୟବସାୟୀମାନେ ଅଚାନକ ନଗଦ ଧନ ଲାଭ କରିବେ। ଚାଷୀ ଭାଇମାନଙ୍କର ଫସଲ ବିକ୍ରିରୁ ଭଲ ଆୟ ହେବ। ବିଦ୍ୟାର୍ଥୀମାନେ ଅଧ୍ୟୟନରେ ମନୋଯୋଗ ଦେଇ ଶ୍ରେଷ୍ଠ ଫଳ ପାଇବେ। ଗୃହିଣୀମାନେ ସଂସାରର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ତୁଲାଇବେ। ଶୁଭ ରଙ୍ଗ ରହିଛି ସବୁଜ, ଧଳା, ହାଲୁକା ହଳଦିଆ। ଶୁଭ ସଂଖ୍ୟା ରହିଛି 5 ଏବଂ ଶୁଭ ସମୟ ରହିଛି ଅପରାହ୍ନ 3ଟା 30ରୁ 5ଟା ପର୍ଯ୍ୟନ୍ତ। ତେବେ ଆଜିର ଶାସ୍ତ୍ରୀୟ ପ୍ରତିକାର ରହିଛି ସକାଳେ ସ୍ନାନ ସାରି ଶିବଲିଙ୍ଗରେ ଜଳ, କଞ୍ଚା କ୍ଷୀର, ବେଲପତ୍ର, ଭାଙ୍ଗ ପତ୍ର ଓ ଦୁବ ଅର୍ପଣ କରନ୍ତୁ। ଓಂ ନମଃ ଶିବାୟ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରଭୁ ଗଣେଶଙ୍କ ସମ୍ମୁଖରେ ଦୁବ ଓ ମୋଦକ ଗୁଡ଼ ଭୋଗ ଲଗାନ୍ତୁ। କୌଣସି ଶ୍ରମିକ, ଦିନ ମଜୁରିଆ କିମ୍ବା ଗରିବ ବ୍ୟକ୍ତିଙ୍କୁ ସବୁଜ ପରିବା, ଫଳ, ଚାଉଳ କିମ୍ବା ସବୁଜ ମୁଗ ଦାନ କରନ୍ତୁ। ଆର୍ଥିକ ପ୍ରଗତି ଶୀଘ୍ର ହେବ। ପରବର୍ତ୍ତୀ ରାଶି ରହିଛନ୍ତି ତୁଳା ରାଶି। ତୁଳା ରାଶିର ନ୍ୟାୟପ୍ରିୟ ସନ୍ତୁଳିତ ଜାତକଧାରୀଙ୍କ ପାଇଁ ଆଜି ସୋମବାର ଦିନଟି ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ, ଆର୍ଥିକ ଉନ୍ନତି, ଗୃହ ସୁଖ ଓ ନୂତନ ସୁଯୋଗର ଦ୍ୱାର ଖୋଲିବ। ଆଜି ଆପଣଙ୍କ ସାମାଜିକ ପ୍ରତିଷ୍ଠା ଓ ଲୋକପ୍ରିୟତା ବୃଦ୍ଧି ପାଇବ। ଚାକିରିଆମାନେ କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରି ନୂତନ ସୁଯୋଗ କିମ୍ବା ପ୍ରଶଂସା ପାଇବେ। ବ୍ଲକ, ତହସିଲ, ଜମିପଟ୍ଟା କିମ୍ବା ପ୍ରଶାସନିକ କାର୍ଯ୍ୟ ସମ୍ବନ୍ଧୀୟ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆଜି
ଆଜି ଆପଣଙ୍କ ପକ୍ଷରେ ଯିବ। ବ୍ୟବସାୟୀମାନେ ବିଶେଷ କରି ସଜବାଜ, ମୋବାଇଲ, ଇଲେକ୍ଟ୍ରୋନିକ୍ସ, ବାହନ, ପୋଷାକ, ଲୁଗାପଟା, ହୋଟେଲ, ଗୃହସଜ୍ଜା, ସୌନ୍ଦର୍ଯ୍ୟ ବର୍ଷକ ଦ୍ରବ୍ୟ ଓ ମନୋରଞ୍ଜନ କ୍ଷେତ୍ରରେ କାରବାର କରୁଥିବା ବ୍ୟକ୍ତିମାନେ ଆଜି ବହୁ ପ୍ରଚୁର ଲାଭ ଅର୍ଜନ କରିବେ। ଚାଷୀ ଭାଇମାନେ ଉତ୍ପାଦନ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ବିଦ୍ୟାର୍ଥୀମାନେ ଲକ୍ଷ୍ୟ ପ୍ରାପ୍ତି ପାଇଁ ଉତ୍ସାହିତ ରହିବେ। ଗୃହିଣୀମାନେ ପାରିବାରିକ ଆବଶ୍ୟକତା ପୂରଣ କରି ଆନନ୍ଦିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭ ରଙ୍ଗ ରହିଛି ଧଳା, କ୍ରିମ୍ ଓ ଗୋଲାପୀ। ଶୁଭ ସଂଖ୍ୟା 6। ଶୁଭ ସମୟ ରହିଛି ସକାଳ 11ଟାରୁ 12:30 ପର୍ଯ୍ୟନ୍ତ। ତେବେ ଆଜିର ଶାସ୍ତ୍ରୀୟ ପ୍ରତିକାର ରହିଛି ସକାଳେ ସ୍ନାନ ସାରି ଶିବ ମନ୍ଦିରରେ କ୍ଷୀର, ସର, ମିଶ୍ରି, ଧଳା ଚନ୍ଦନ ଓ ସ୍ୱଚ୍ଛ ଜଳ ଅର୍ପଣ କରନ୍ତୁ। ଦେବୀ ମହାଲକ୍ଷ୍ମୀ କିମ୍ବା ମାତା ପାର୍ବତୀଙ୍କ ସମ୍ମୁଖରେ ଦୀପ ଜାଳି ଆରାଧନା କରନ୍ତୁ। କୌଣସି ଅଭାବୀ ଲୋକଙ୍କୁ କ୍ଷୀର, ଚାଉଳ, ମିଶ୍ରି, ଧଳା ମିଠା କିମ୍ବା ଧଳା ବସ୍ତ୍ର ଦାନ କରନ୍ତୁ। ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ते परवर्ती राशि रही बिछा राशि। बिछा राशिर दृढ़ संकल्पी, साहसी और संग्रामी जातकधारी आज सोमवार दिनटी आत्मबल वृद्धि, पराक्रम, शत्रु पराजय एवं कार्यसिद्धिर अद्भुत दिन अटे। आपणक राष्ट्राधिपति मंगल सह चंद्रक सुप्रभाव जो आज आपणक साहस, उत्साह और मानसिक शक्ति बहुगुणित हेब। चाकरी करुवा व्यक्ति माने निजर कठिन परिश्रम और दक्षता बल ऑफिस जटिल समस्यार सहज समाधान बाहर करी समस्तंकर प्रिय भाजन होई परिबे। व्यवसायी मानकर पई आजिर दिनटी खूब उत्साहजनक रहिबो। विशेष करी प्रॉपर्टी, कंस्ट्रक्शन, औषध, कृषि, सार, बीज, बिजुली सामग्री, हार्डवेयर, इंजीनियरिंग और निर्माण सामग्री व्यवसायी माने नूतन कारोबार बहुत सफलता पाइबे। चाषी भाई माने जमीबाड़ी कार्य और फसल काम शुभ फल पाइबे। विद्यार्थी माने मन ध्यान दे अध्ययन करेंगे। दाम्पत्य जीवन में आत्मीयता वृद्धि पाइब। स्वास्थ्य सुस्थ और सबल रहिब। शुभ रंग रही लाल, गाढ़ केसरी और धला। शुभ संख्या रही 9 और शुभ समय रही सकाळ 9:30 ରୁ 11ଟା पर्यंत। तेबे आजिर शास्त्रीय प्रतिकार रही सकाଳେ स्नान सारी शिवलिंग रे जल, टिके कंचा क्षीर, लाल चंदन और लाल मंदार फूल अर्पण करंतु। ओम नमः शिवाय मंत्र 108 थर जप करंतु। प्रभु हनुमान सम्मुख में गुआ घी दीप जाली हनुमान चालीसा पाठ करंतु। गरीबों को गुड़, लाल चना किंबा भुजा दान करंतु। शत्रु और बाधाविघ्न संपूर्ण विनाश हेबो। परवर्ती राशि होचन धनु राशि। धनु राशि धार्मिक, ज्ञानी, विचारशील और आशावादी जातकधारी आज सोमवार दिनटी आध्यात्मिक उन्नति, भाग्य वृद्धि, धन वृद्धि और पारिवारिक सुखर श्रेष्ठ संकेत देछि। आज आपण को पिता, गुरु, ज्ञान, मान्यगण्य व्यक्ति किंबा कौनसी उच्च पदस्थ कर्मकर्ता ठारू विशेष सहयोग और मार्ग दर्शन प्राप्त हेब। कर्मक्षेत्र में चाकरिया माने निजर दायित्व को निष्ठार सह संपादन करी बॉस ठारू अति प्रशंसा पाइबे। व्यवसायी मानक पई दिनटी खूब अनुकूल अटे। विशेषकर धार्मिक सामग्री, स्वर्ण अलंकार, बोग, पब्लिशिंग, शिक्षानुष्ठान, होटेल, लंचिंग, गोदाम, कृषिजात द्रव्य, सार, बीज और विदेश संबंधी व्यवसायी माने नुआ ग्राहक आगमन भल लाभ पाइबे। चाषी भाई मानकर श्रम अनुसार सफलता मिलिब। विद्यार्थी माने उच्च शिक्षा, साक्षात्कार और प्रतियोगिता परीक्षा रे चमत्कार प्रदर्शन करेंगे। गृहिणी माने पारिवारिक पूजापाठ, अतिथि सत्कार और हस खुशी रे समय बिताइबे। स्वास्थ्य उत्तम रहिब। शुभ रंग रही हलदिया, केसरी और धला। शुभ संख्या रही 3 और शुभ समय रही सकाळ 8:30 ରୁ 10ଟା पर्यंत। तेबे आजिर शास्त्रीय प्रतिकार रही सकाळे स्नान सारी शिवलिंग रे जल, क्षीर, केसर, हलदी, चंदन और पीत हलदिया फूल अर्पण करंतु। ओम नमः भगवते वासुदेव नम किंबा ओम शिवाय मंत्र 108 थर जप करंतु। कौनसी ब्राह्मण, साधु किंबा मंदिर रे चना डाली, अरुआ चाउल, गुड़, कदली किंबा हलदिया वस्त्र दान करंतु। आपणक सौभाग्य वृद्धि पाइब। ते परवर्ती राशि रही मकर राशि। मकर राशि धैर्यवान, कर्मठ और व्यावसायिक दृष्टिभंगी संपन्न जातकधारी आज अगस्ट 3 सोमवार दिनटी निजर श्रम, निष्ठा और श्रृंखलित कार्य पद्धति जो विशेष सफलता नहीं आसी। आज कार्यक्षेत्र में चाकरिया माने निजर वृद्धि और कार्यदक्षता बल पुराना बाकी पड़ी अटकी रही काम को संपूर्ण करें। आज व्यक्तिगत चाप, मानसिक द्वंद्व और पारिवारिक चिंता ह्रास पाइब। व्यवसायी मानक पई आजिर दिनटी दीर्घकालीन फायदा नहीं आसिब। विशेषकर लुहा निर्माण सामग्री,
मेसनारी परिवहन तेल खनिज कृषि उपकरण कल्याणमूलक कार्य मोबाइल और इलेक्ट्रोनिक्स व्यवसायी माने नूतन ऑर्डर पाई बाकी अर्थ अर्जन करेंगे। चाषी भाई मानकर कृषि और फसल कार्य वृद्धि पाइब। विद्यार्थी माने धैर्यर सह पाठ पढ़ी श्रेष्ठ फल पाइबे। गृहिणी माने गृह कार्य सुचारू रूपे संपादन करेंगे। शुभ रंग रही नील आकाशी और धला। शुभ संख्या रही 8 एवं शुभ समय रही अपराह्न 1:30 रु 3टा पर्यंत। तेबे आज शास्त्रीय प्रतिकार रही सकाଳେ स्नान सारी शिवलिंग रे जल क्षीर कला खसा बेलपत्र और समीपत्र चढ़ातु। ओम नमः शिवाय किंबा ओम सं शनिश्चराय नम मंत्र 108 थर जप करंतु। गोमाता किंबा कला कुकुर को रुटी खाइबा दिंतु। कौन गरीब श्रमिक दिन मजुरिया किंबा वृद्ध को चाउल डाली सोरिष तेल किंबा कला कंबल वस्त्र दान करंतु। रोग और शनिदोष शांत हेबो। तो परवर्ती राशि रही कुंभ राशि। कुंभ राशि परोपकारी सृजनशील विचारशील और निष्ठापर जातकधारी आज सोमवार दिनटी मनस्कारक चंद्रदेव सुप्रभाव जो नूतन शांति समृद्धि सहयोग और श्रेष्ठ आयर सुजोग आनी। आज आपण पारिवारिक एवं व्यावसायिक संपर्क में मधुरता आसब। दीर्घ दिन बंधु बा आत्मीय सह लगी रही मतभेद और अविश्वास दूर हेब। चाकरिया माने कर्म क्षेत्र में कौन जटिल प्रकल्प को सहकर्मी सहयोग सहजरे शेष करी प्रशंसित हेबे। व्यवसायी मानक पई दिनटी शुभ फलदायी अटे। विशेषकर ऑनलाइन व्यवसाय मार्केटिंग वाहन परिवहन ग्रोसरी कृषि सार बीज रोषेई सामग्री मेसनारी और सेवा क्षेत्र में कार्य करुवा व्यक्ति माने आशा ठारू अधिक लाभ पाइबे। चाषी भाई मानक उत्पादन और चाष कार्य भल रहिब। विद्यार्थी माने नूतन विषय शिखबारे आग्रही हेबे। गृहिणी माने गृहर वरिष्ठ सेवा करी आशीर्वाद पाइबे। शुभ रंग रही नील धला और हालुका बैगणी। शुभ संख्या रही 8 एवं शुभ समय रही सकाळ 10टा रु 12टा पर्यंत। तेबे आज शास्त्रीय प्रतिकार रही सकाळे स्नान सारी शिवलिंग रे जल क्षीर बेलपत्र धला चंदन और समीपत्र अर्पण करंतु। ओम सोमेश्वराय नमः किंबा ओम नमः शिवाय 108 थर जप करंतु। शिव मंदिर में गुआ घी दीप प्रज्वलित करंतु। कौन गरीब किंबा असहाय व्यक्ति को चाउल दही मिश्री वस्त्र किंबा क्षीरी खाइबा दिंतु। समस्त संकट और मानसिक चिंता दूर हेबो। तो परवर्ती राशि रही मीन राशि। मीन राशि दयालु शांत संवेदनशील और आध्यात्मिक जातकधारी आज सोमवार दिनटी प्रभु भोलानाथ शुभ दृष्टि मानसिक स्थिरता धन वृद्धि पारिवारिक आश्वासना और कार्यसिद्धि नहीं आसी। आपण राशि स्वामी बृहस्पति चंद्र सुप्रभाव जो आज आपण मन में उदारता दया और शांति व्यापी रहिबो। चाकरिया माने कर्म क्षेत्र में निजर भल व्यवहार करी और कार्यनिष्ठा आपण सम्मान वृद्धि पाइब। व्यवसायी मानक आज दिनटी खूब अनुकूल अटे। विशेषकर जलजात द्रव्य फार्मास्यूटिकल्स होटेल रेस्टोरेंट प्रसाधन शिक्षा सामग्री स्वर्ण सार बीज परिवार आसन और कृषिजात व्यवसायी माने नुआ ग्राहकों ठारू विशेष लाभ पाइबे। चाषी भाई मानकर कृषि कार्य और फसल सुरक्षा अत्यंत सुरुखुरु हेब। विद्यार्थी माने शिक्षा रे भल सफलता पाइबे। गृहिणी माने गृह रे सारस्वत और आध्यात्मिक परिवेश रखिबे। स्वास्थ्य उत्तम रहिबो। शुभ रंग रही हलदिया धला और गोलापी। शुभ संख्या रही 3 एवं शुभ समय रही अपराह्न 4टा रु 5:30 पर्यंत। तेबे आज शास्त्रीय प्रतिकार रही सकाळे स्नान नित्यकर्म सारी शिवलिंग रे शुद्ध जल कंचा क्षीर केशर हलदी चंदन और 3टी अखंडित बेलपत्र चढ़ातु। ओम सांब सदाशिवाय नम किंबा ओम नमः शिवाय 108 थर जप करंतु। गोमाता को अटा गुड़ कदली और भिजा चना खाइबा दिंतु। कौन दिन दुखी साधु किंबा अभावी शिशु को क्षीर चाउल मिश्री किंबा हलदिया धला वस्त्र दान करंतु। आपणकर समस्त मनस्कामना पूर्ण हेबो।